ଏମିତି କାମ ଯେମିତି ତମେ ଫର୍ଦର ନ କର। ଆମର ରଜ ସଂକ୍ରାନ୍ତିଟା ଭଲ ଚାଲିଥିଲା, ମାନେ ଯେମିତି ରଜ ଚାଲିବା କଥା ସେମିତି ରଜ ଆମର ଚାଲିଥିଲା, କିନ୍ତୁ ଶେଷ ବେଳକୁ ଏମିତି ହେଲା। ସେଥିପାଇଁ ମୋତେ ମାନେ ସ୍ୱାମୀଙ୍କୁ ପୁରା ତାଗିଦ କରିବା ପାଇଁ ପଡ଼ିଲା, ଆଜି ଲାଷ୍ଟ ମାନେ ଲାଷ୍ଟ, ଆଉ ଥରେ ଯେମିତି ଏମିତି ନ ହୁଏ, ଏଇଆ ହିଁ ମୋତେ ଲାଷ୍ଟରେ କହିବାକୁ ପଡ଼ିଲା। ତ ଏଇଠି ଝିଅ ଗାଧୋଇ ପାଧିକି ଆସିଗଲା, ତାକୁ ମୁଁ ତାର ସବୁ ସଜପଟା ଧରେଇଦେଲି, କାହିଁକିନା ତାକୁ ଯଦି ସବୁ ନ ଧରିକି ପାଖକୁ ପାଖକୁ ଯିବ ସେ ପୁଣି ସେମିତି ବସିଥିବ, ମାମା ଏଇଟା ପାଇଲିନି ସେଇଟା ପାଇଲିନି। ତ ଏମିତି କରି ତାକୁ ସବୁ ଧରେଇ ଦେଇ ଗଲି। ଆଉ ସେ ତାର ସବୁ ନିଜେ ନିଜେ ସଜବାଜ ହେଇଯାଉଛି। ଆଗରୁ ଯେମିତି ଆମେ ତାକୁ କିଏ ନା କିଏ ବସିକି ସଜ କରିଦେଉ, ଦେଇ ହେଉ, ବର୍ଷା ହେଉ, ମୁଁ ହେଉ, କିନ୍ତୁ ଏବେ ରିଲାକ୍ସ, ସେ ତାର ନିଜେ ନିଜେ ସବୁ ଯେମିତି ଯାହା ହେଉ ସେ ନିଜେ ନିଜେ ସଜ ହେଇଯାଉଛି। ଭାଇ ସେଇଟା ରିଲାକ୍ସ। ନହେଲେ ଏପଟେ ପୁଅ ହଇରାଣ କରୁଥିବ, ଝିଅକୁ ସଜ କରିଦିଅ। ଖାଲି ସିଏ ସଜ ହେଉନି, ଆମମାନଙ୍କୁ ବି ସେ ନିଜେ ଅଳତା ଲଗାଉଛି, ପ୍ଲସ୍ ଆମମାନଙ୍କୁ ବି ସୁନ୍ଦର ସେ ଅଳତା ଲଗାଇ ଦେଉଛି। ଦେଇକୁ, ମୋତେ, ବର୍ଷାକୁ, ସମସ୍ତଙ୍କୁ ଅଳତା ବି ଲଗାଇ ଦେଉଛି। ସେ ବି ଗୋଟେ ଆଉ ଗୋଟେ ପ୍ରକାର ଖୁସି। ତ ଏଇଠି ସିଏ ସଜ ହେଲା ପରେ ତାକୁ ଆଣି ଫଟୋ ଭିଡ଼ିଓ ସୁଟ୍ କରିଦେଲି। ତାପରେ ବର୍ଷା ରେଡ଼ି ହେଇଗଲା। ବର୍ଷାର ଡ୍ରେସ୍ର ଲିଙ୍କ୍ ମାଗିଥିଲେ ଆପଣମାନେ, କିନ୍ତୁ ବର୍ଷାର ଡ୍ରେସ୍ଟା ଟୋଟାଲି ହେଉଛି ଅଫଲାଇନ୍, ସେଥିପାଇଁ କାହିଁ ଲିଙ୍କ୍ ମିଳିବନି। ଯେଉଁଟାର ଲିଙ୍କ୍ ମିଳିବ ସେଗୁଡ଼ା ସବୁ ମୁଁ ସେୟାର କରିଦେବି। ତାପରେ ମୁଁ ବି ପୁରା ବଢ଼ିଆ ସେ ମସ୍ତ ସଜବାଜ ହେଇଯାଇଥିଲି ରଜ ସଂକ୍ରାନ୍ତିରେ। ଆଉ ତାପରେ ବହୁତ ହି ଖୁସି ଥିଲୁ, କିନ୍ତୁ ରାତିକୁ ଏତେ ମାନେ ମୋତେ ଚିନ୍ତା ପଡ଼ିବ ମୁଁ ଭାବିନଥିଲି କେବେ ବି। ତାପରେ ଏଇଠି ପୁଅ ବି ରେଡ଼ି ହେଇଗଲା, ରଜ ସଂକ୍ରାନ୍ତି ଲୁକ୍ ତାର। ଆଉ ଫାଷ୍ଟ ରଜରେ କିନ୍ତୁ ମୁଁ ତାକୁ ସୁଟ୍ କରିପାରିନଥିଲି, ସିଏ ବି ତାର ରଜ ମନେଇଥିଲା, କିନ୍ତୁ ମୁଁ ତାକୁ ଟୋଟାଲି ସୁଟ୍ କରିବାକୁ ଭୁଲି ଯାଇଛି ପହିଲି ରଜରେ। ତ ମୁଁ ଭାବିଲି ପୁଅଟା ଆଉ କ'ଣ ତାର ସୁଟ୍ କରି ପକେଇବି, ଏଇଆ ଭାବି ଦେଇକି ପରେ କିନ୍ତୁ ସେକେଣ୍ଡ ରଜରେ ଆରେ ଭାବିଲି ଆରେ ମୋ ପୁଅକୁ ତ ମୋର ନେଇନି, ଯାହାହେଲେ ଛୋଟିଆ ଅଛି ନା, ତାର ରଜ ସ୍ପେଶାଲ, କିନ୍ତୁ ମୁଁ ତାକୁ ସୁଟ୍ କରିନି। ଆଉ ସିଏ ଏଇଠି କହୁଛି ହାପି ରଜ ସଂକ୍ରାନ୍ତି। ଏମିତି ପରେ ତାର ବହୁତ ସାରା ଫଟୋସ୍ ଉଠେଇଲି, ସେ ଭିଡ଼ିଓ ମାନେ ମଡ଼େଲିଂ କଲା। ତାପରେ ଦେଇ ବି ଏମିତି ରେଡ଼ି ହେଇଯାଇଥିଲା। ଏମିତି ଆମ ଦିନଟା ପୁରା ବଢ଼ିଆ ସେ କଟି ଯାଇଥିଲା। ଆହୁରି ବହୁତ କିଛି ବି ରଜ ସଂକ୍ରାନ୍ତିର ଗୋଟେ ଭିଡ଼ିଓଟେ ଅଛି, ସେଇଟା ସେୟାର କରିବି। ତାପରେ ମାନେ ଆମେ ଖାଇ ପିଇ ସାରି ସମସ୍ତେ ଯେ ଯାହାର ବାଟରେ ଶୋଇବାକୁ ପଳେଇଗଲେ, କିନ୍ତୁ ଏଠି ଘଣ୍ଟାରେ 3ଟା ବାଜିଲାଣି। ମୁଁ ସ୍ୱାମୀଙ୍କୁ ଅପେକ୍ଷା କରିଛି, କାହିଁକିନା ସେ ବ୍ରହ୍ମପୁରରୁ ରାତି 11:30 ଟ୍ରେନ୍ ଧରିଛନ୍ତି। ଡ୍ୟୁଟି ସରିଲା ପରେ 11:30 ଟ୍ରେନ୍ ଧରିଛନ୍ତି, ଆଉ ସେ ଆସୁଥିଲେ। ତ ମୋତେ ଏତେ ଟେନସନ୍, କାହିଁକିନା ଭୁବନେଶ୍ୱରରେ ପହଞ୍ଚିଲା ପରେ ତାଙ୍କୁ ଗୋଟେ ବି ଗାଡ଼ି ମିଳିଲାନି, ସେ ଚାଲି ଚାଲିକି ଆସୁଥିଲେ। ଆଉ ବହୁତ ମାନେ ମୁଁ ଟେନସନ୍ ଥିଲି। ଏଇଠି ଫାଇନାଲି ସେ ପହଞ୍ଚିଗଲେ, ଟିକେଟ୍ଟା ଧରିକି ଦେଖୁଥିଲି। ଆଉ ଅନେକ ଦିନ ପରେ ତାଙ୍କ ଘଣ୍ଟା, ତାଙ୍କ ମୋବାଇଲ୍ ମୋ ହାତରେ, ସେଇଟାକୁ ମୁଁ ଟିକେ ପରଖିଥିଲି। ଆଉ ଏଇଠି ମୁଁ ବହୁତ ରାଗିଲି, କାହିଁକିନା ତାଙ୍କୁ ବାଣୀବିହାରରୁ ଗାଡ଼ି ମିଳିଲାନି, ଟ୍ରେନ୍ରେ ସିଟ୍ ମିଳିଲାନି। ପୁରା 2.5 ଘଣ୍ଟା ସିଏ ଠିଆ ହେଇକି ଆସିଲେ। ଆଉ ରାସ୍ତାରେ ନିଛାଟିଆ ରାସ୍ତାରେ ବାଣୀବିହାରରୁ ଚାଲି ଚାଲିକି ଆସୁଥିଲେ। ମୁଁ ଭିଡ଼ିଓ କଲ୍ରେ ଥାଏ, କିନ୍ତୁ ଲାଚାର। ତ ତାଙ୍କୁ ଏଇଠି ମୁଁ କହିଲି ବାରମ୍ବାର ତୁମକୁ କହିଲେଣି, ଏମିତି 2-3 ଥର ତୁମେ କଲଣି, ରାତି ଟାଇମ୍ରେ ବାହାରିକି ଆସନି। ତାଙ୍କୁ ମୁଁ ସକାଳୁ କହିଲି ତୁମେ ସକାଳ ବେଳା ଆସିବ, ରାତି ବେଳା କେବେ ବାହାରିକି ଆସିବନି, କିନ୍ତୁ ସେ ରାତି ବେଳା ବାହାରିକି ଆସିଲେ। ଏଇଠି ମୁଁ ବହୁତ